to me, click. অপার তব করুণা মঙ্গলময় শ্রীহরি তবে তবরি কৃপা বলি এই সামন্তরায় বংশକୁ ଉତ୍ତରାଧିକାର ଆସିପାରିଲା ତମରି ଆଶୀର୍ବାଦରେ এই ଘରେ କୁଆ କୁଆ ଶବ୍ଦଟା ଶୁଣାଯାଇପାରିଲା ଆଉ ନବଜାତ ଛୁଆଟି ବି ଆସିପାରିଲା। ସାର୍ ମୋ କ'ଣ ସାର୍ ପୁତୁରା ହେଇଛି ନା ଝିଆରୀ ହେଇଛି? ମୁଁ ଜାଣିଥିଲି ସାର୍ ଭଗବାନ ମୋ ପ୍ରତି କେବେ ଅବିଚାର କରିବେନି। ଏତେ ଦୁଃଖ ଦେଲା ପରେ ମଧ୍ୟ ଏ ସାମନ୍ତରାୟ ପରିବାରକୁ ସୁଖ ଟିକେ ନିଶ୍ଚୟ ଖାଇଦେବେ ବୋଲି ମୁଁ ଜାଣିଥିଲି। ଭାଇ ତମେ ସ୍ୱର୍ଗରେ ଥାଇ ଦେଖ ଭାଇ ତମର ପୁତ୍ର ସନ୍ତାନଟି ହେଇଛି। ଏ ସାମନ୍ତରାୟ ବଂଶକୁ ଉତ୍ତରାଧିକାରୀଟି ଆସିଯାଇଛି। आपको दे दिए ମୋ ଭାଉଜ ନା ଭାରି ଅଭିମାନିତା। पावर बैंक का ଦୀର୍ଘ 12 ବର୍ଷ କାଳ ଏଇଟା ବୁଡ଼ ଆଣିକି ବସା ଚାର୍ଜର ଅଛି ଏଠି ଅଛି ଗୋଳିଆ ଏଠି ଅଛି ତାଙ୍କ ପୁଅ ସ୍ୱାମୀ ଅଛି ନା ନାଇଁ ଶେଷରେ ଭଗବାନ ନାଇଁ ଏ ବୁଧ ବୁଧ ଭାଇ ମୋ ଭାଇଙ୍କ ଔରସର ସନ୍ତାନଟି ଏ ପରିବାରକୁ ଆସିବା ପୂର୍ବରୁ ମୋ ଭାଇ 8 ମାସ ପୂର୍ବରୁ ଏଇଠି ଅଛି ଏଇଠି ବ୍ଲକ ଅଛି ମୋ ଭାଉଜ ନା ସେ ଅପରେସନ କରିଦେବା ପାଇଁ ବାରମ୍ବାର ମୋ ପାଖରେ ଜିଦ୍ ଧରି ବସିଲା। ମୋ ଭାଉଜଙ୍କ ଭାଷାରେ ସାର୍ ମୁଁ କିନ୍ତୁ ମୋ ଭାଉଜଙ୍କ ଆଗରେ ଜିଦ୍ ଧରି ବସିଲି। ଭାଉଜ ଯେମିତି ହେଲେ ତମକୁ ଏ ସନ୍ତାନଟାକୁ ଜନ୍ମ ଦେବାକୁ ପଡ଼ିବ। ସାର୍ ଶେଷରେ ଦୀର୍ଘ 12 ବର୍ଷ ପରେ ମୋ ଭାଉଜ କୁଆ ରହିଟା ଶୋଇପାରିଲି। ଏସବୁ କ'ଣ ଗପି ଯାଉଛି ସାର୍? ସାର୍ ମୋ ଭାଉଜ କେମିତି ଅଛନ୍ତି ସାର୍? ମୋ ପୁତ୍ରାକୁ ମୁଁ ଟିକେ ଦେଖିପାରିବି ତ? ତମ ଭାଉଜ ସେ ପିଲାର ପୁଅ କଣଟା ଶୁଣି ପାରିଲେନି। କ'ଣ ହେଇଛି? ଅପରେସନ ପରେ ଏତେ ମାତ୍ରାରେ ବ୍ଲିଡିଂ ହେଲା ଯେ ମୁଁ ତାକୁ ଅଟକାଇ ପାରିଲି ନାହିଁ। ଆଉ ଶେଷରେ ସେ ପିଲାକୁ ଜନ୍ମ ଦେଇ ତମ ଭାଉଜ ଅଟକି ଗଲେ କାହିଁକି? କୁହନ୍ତୁ କ'ଣ ହେଇଛି? ସିଏ ଯିବେ ତମେ ମାନେ ଚାଲି ଯାଉଛ କେମିତି? କେମିତି ମେଡିକାଲ ବାରଣ୍ଡାରେ ସବୁକୁ ଶୁଆଇ ଦେଇ ତମେ ଚାଲି ଯାଉଛ କେମିତି?
से तुमको बंची पारिबिनी बाबू भाई को परी तमे मध्य मते पर करी आर पारी को चली गल अपराध मो तम पाखरे करितली कौन बर अपराध जे बा विश्वास करिब ये संतान तब पुओ बोली काहींकी कांदुचो अरे तू कण भाबुचु एमिति चित्कार कले मु तते कोळेई देबी कांधरे बसेई चंद्र बाबू देखेबी बापा खरे छुआई तते गो बुढ़ी असुरुडी र गप तू जते बेले मातृ गर्भरे थिलु सेते बेले तो बापा को भी खाइल अब जन्म है ये पृथ्वी आलोक देखला पर तो माँ को भी खाइल और तोते जदि मो सांगरे नहीं जाए सरकार पड़े तू मत भी खाइए सांगरे नहीं पड़े तू गुड़े कुलांगर तो गुड़ा है बाद में मेडिकल बारंडा रे मोरी की पड़ी थी तो समिति मोरी जा चली जाई पारी ये समंतर है वंश ये भी तो तेरे छाड़ी तारी जीवरे हाँ जी मु तो बापा है बे तो पुआ हमें दादा पुतरा मिसी तुम्हारो सबटा को आम गाँ मशाणी रे जाली पोड़ी पाउस कर जीवन
मिथ्या संसाराए मिथ्या संसाराए मिथ्या संसाराए मिथ्या ମୋ ସଂସାର ଭାସିଗଲା ମୋ ଭାଉଜ ସେ ପିଲାଟାକୁ ଜନ୍ମ ଦେଇ ସବୁଦିନ ପାଇଁ ଆର ପାରିକୁ ओए ओए चार्ज नहीं है କିରେ ତୋ ଭାଉଜ ମେଡିକାଲରେ ଗଲା ସେଥିରେ ଆମର କଣ ଗଲା ତୋ ଭାଉଜ ସେ ମଲା ଛୁଆଟାକୁ ଜନ୍ମ ଦେଲା ସେ ଛୁଆଟା କଣ ତୋ ଭାଇ ଔରସରୁ ଜନ୍ମ ତୁ ପୁତ୍ର ପଚିଛି ମୋ ଭାଉଜ କିନ୍ତୁ ଆର ପାରିକୁ ଭାଉଜର ଶବକୁ ନେଇକି ଯାଉଛୁ ତୋ ପୁତୁରା କଣ ତୋ ଭାଇ ଔରସରୁ ଜନ୍ମ ମୋ ସବୁବେଳେ କଥାବାର୍ତ୍ତା କରନ୍ତୁ ସେ ମୋ ପୁତୁରା ମୁଖିଆ ସାଙ୍ଗେ ଯାହା କହିବେ ଆମେ ସିଆ ମାନିବୁ ମୁଁ କିଛି କରିପାରିବିନି ମନ ଦୁଃଖ କହନା ଆପଣ ଟିକେ ସାହାଯ୍ୟ କରନ୍ତୁ ମୋ ଭାଉଜର ଶବଟାକୁ ଏ ଗାଁ ମଶାଣିରେ ଟିକେ ସାହାଯ୍ୟ କରନ୍ତୁ ଟିକେ ଆମ ମଶାଣିରେ ଶବ ଦାହ ହବନି ମାନେ ହବନି ନା କଣ ଭାଇ ଭାଇ କହୁଛୁ ମୋ ଭାଇ ଯେତେବେଳେ ମରିଗଲେ ସେ ପିଲାଟା ମୋ ଭାଉଜଙ୍କ ଗର୍ଭରେ ସ୍ଥାନ ପାଇ ସାରିଥିଲା ଲୋକ ଲଜ୍ଜା
ଲଜ୍ଜା ସହିବେନି ବୋଲି ସେ ପିଲାଟାକୁ ଆବରେଶନ କରିଦେବା ପାଇଁ ଭାଉଜ ବାରମ୍ବାର ହେଲେ ସାମନ୍ତରାୟ ବଂଶର ଉତ୍ତରାଧିକାରୀକୁ ଜନ୍ମ ଦେବା ପାଇଁ ମୋ ଭାଉଜଙ୍କ ପାଖରେ ଜିଦ୍ କରି ରହିଥିଲେ। ଶେଷରେ ମୋ ଭାଉଜ ଏ ପିଲାଟାକୁ ଜନ୍ମ ଦେଇ ସବୁଦିନ ପାଇଁ ଆର ସୁରଜ ଛୁଆଟା କେତେ ରଡ଼ି କଲା ସାବଳରେ ବୁଝେଇଦେଲି ମୁଁ ଗାଣ୍ଡୁଆରେ ବୁଝିଦେଲି କାଣା ସାଇ ଭାଇ ସବୁ ବୁଝିଲେ ତ କହୁଛ କାହା ବାଲା ତମମାନଙ୍କ ଭଳି ସିଏ ଗାଁର ଜଣେ ଭାଇ ନୁହଁ। ତମ ସୁଖ ଦୁଃଖରେ ମୁଁ କଣ କେବେ ଠିଆ ହେଇଛି? ମୁଁ ଆପଣଙ୍କ ହାତ ଧରୁଛି ଆପଣ ମଧ୍ୟ ଆପଣଙ୍କର ମଙ୍ଗଳ ହବ ଗାଁରେ ଆପଣଙ୍କର ଆମେ କହୁଛୁ ହେଇପାରିବନି ମାନେ ହେଇପାରିବନି ଆଉ ତମର ସର୍ବଦା ହବ ଆପଣ ବୁଝିବେ ସେ କଥା ଅସୁବିଧା ହେଲେ ଆପଣ ବୁଝିବେ ପଛରେ କିଛି ଯଦି ସୁବିଧା ଅସୁବିଧା ହୁଏ ତାହେଲେ ଆମେ ଆପଣଙ୍କୁ କହିଦଉଛେ ତମେମାନେ ସବୁ ମଣିଷ ତମ ପରିବାରରେ କଣ ଏମିତି ସୁଖ ଦୁଃଖର କିଛି ଅସୁବିଧା ମୋତେ ଶବ ସତ୍କାରରେ ସାହାଯ୍ୟ କରନ୍ତୁ। ସମସ୍ତେ ଜାଣିଥିଲେ କେହି ମୋ କଥା ଶୁଣିଲେନି କେହି ମୋ କଥା କାହିଁକି କାନ୍ଦୁଛୁ ତୁ କାହିଁକି କାନ୍ଦୁଛୁ ये गाँव साई भाई मैंने कौन कोई गल तो कानरे कौन किछ पड़ेगा अरे तू पर रखवाले गोटे जार संतान तुम्हार सब आम संसारी को जाति पारे
ଭାବୁଛ ଏ ପରିସ୍ଥିତିରେ ମୁଁ କଣ କରିବି ତମେ ମୋତେ ବୁଝିଦିଅ ଭାବୁଛ କେମିତି ଭାବୁ ଏକା ଏକା ତମ ଶବଟାକୁ ସଂସ୍କୃତ କରିବି ଯେମିତି ହେଲେ ବି ମୋତେ ମୋ ଭାଉଜର ଶବକୁ ସଂସ୍କାର କରିବା ପାଇଁ ପଡିବ ନ ଯାଆନ୍ତୁ ମୋ ସାଙ୍ଗରେ କେହି ମୁଁ ହେବି ମୋ ଭାଉଜଙ୍କ ପାଇଁ ମଣ ବାଳକ ମଣ ଚଣ୍ଡିଆ ନଦିଅନ୍ତୁ ଆମ ଗାଁ ମଶାଣିରେ ଜାଗା ମୋ ଭାଉଜଙ୍କ ପାଇଁ ମଶାଣି ହବ ଏ ରାସ୍ତା କଡ଼ର ଟାଙ୍ଗରା ଭୂଇଁ କାହିଁକି ନା ଏଠି ଏଇଟା ପରେ ଗୋଟେ ମିଛ ସଂସାର साई दिल तो जहां साई दिल तो जहां लुहा जाने बाकी दे वाला की सपना छे मेरे पिता तेरा रही गला सारा ये तेरी मिठा संसार मिठा सत्य है
মিছা সংসারায় মিছা সংসারায় মিছা সংসারায় মিছা সংসারায় মিছা সংসারায় মিছা সংসারায় तो ବାହାଟାକୁ ପୁରା ରାସ୍ତା କଡ଼ରେ ଜାଳି ପୁଣି ପାଉସ କରିଦେଇ ଆସିବ ଆଉ କାହିଁକି କାନ୍ଦୁଛୁ ରେ ଭୋକ ହଉଛି ବୋଧେ ନା ରେ ମୁଁ ସିନା ତୋ ବାପା ହେଇପାରିବି ହେଲେ ମୁଁ କଣ ତ ମା ହୋଇ ତତେ କ୍ଷୀର ଦେଇପାରେ ଜମା କାନ୍ଦନା ଚାଲ ଚାଲ હવે દાદા પુત્ર ସେ ଗାଁ ଛାଡ଼ି ସବୁଦିନ ପାଇଁ ସହରକୁ ଚାଲିଯିବା ଶୁଣ ତତେ ନା ମୋ ସହରରେ ବଡ଼ ମଣିଷ କରେଇବି ଚାଲ ଆମେ ଆଉ ଏ ଗାଁରେ ରହିବାନି ସହରକୁ ପଳେଇବା ଚାଲ ବାପା ধরে বাড়িয়া ধরে বাড়িয়া ধরে বাড়িয়া ধরে বাড়িয়া জৌপিয়ারি গহনা মাটিয়া জৌপিয়ারি রে গহনা মাটিয়া সেই পিয়ারি রে ধরে বাড়িয়া ধরে বাড়িয়া କ୍ଷୀର ପିଇଲା ବହୁତ ଶୀଘ୍ର ବଡ଼ ହେଇଯା ତମେ ନା 5 ଜଣରେ ଜଣେ କରେଇବି চাই বাদাম চাই আর সেগড়া সেগড়া চাই বাদাম আয়ার চাই চাই সেগড়া এ অনেক কুলি ଯାଉଛି ବାବୁ ଯାଉଛି আরে শীঘ্র আসো কুলি কুলি ଯାଉଛି ବାବୁ ଯାଉଛି
अच्छा धर जो येलो कलर बिल्डिंग टा देखा जाउची और सेटा होची मो बिल्डिंग सेटा होची मो बिल्डिंग और ये लगेज तुमको सेटे पर्यंत नबाक पड़िबो ଆପଣ ଜମା ବ୍ୟସ୍ତ ଯାଉଛି ଆପଣ ପଛେ ପଛେ ଆସିବ ठीक अछि सुन केते टका नब बाबू स्टेशन आपणक घर तो जमा 100 पाउंड कथा खुशी आप जहाँ देवे बाबू अच्छा ठीक अछि सुन এই 100 टका रखो ठाकुर आपणकर मंगल करूँ बाबू मुझे आसছি बाबू मुझे आसছি अच्छा ठीक है सुनिए मत देखले बाबू अच्छा से वो पुत्र बाबू और कहलो वो पुत्रा तुम पुतुरा हाँ बाबू से वो पुत्रा भाई 2-3 दिन पिला ता मां को छाड़ी नहीं से पुणी तुम पाखरे हाँ हाँ बाबू से पर मो पुत्रा ए सतको ए पिलाटा को तू बहुत चोरी कर आनी छु बाबा ने आपण को से मुझे पिलाटा को चोरी करिछि ना बाबू से पर मो पुत्रा बाबू मु सत कहूछि मु चोरी करिनी ए सतको ए पिलाटा को तू बहुत चोरी कर आनी छु मु आतो चोरी कहूछि बाबू से पिलाटा मो पुत्रा अरे तुम्हें मो कथा सुनो तुम्हें पुलिस को फोन करा कथा कोन है पुलिस आसे आपा को सब सत पुलिस को फोन एलिसा तो ए पिलाटा के धरि लो सतको कहू जे पिलाटा को तू चोरी करी छो बाबू मु सत कहूछि बाबू से मो पुत्रा मु चोरी करिनी कब भइलु पुतरा मु सत कहूछि बाबू ए तो पुतरा हाँ बाबू सत कह मु सत कहूछि बाबू मु सत कहूछि बाबू से पिलाटा तू कहू चोरी कर ना बाबू से मो सत कह पुत्रा भारत सत कह से पिलाटा तू कहू चोरी ए सत कहूछि बाबू
ସେ ପିଲାଟାକୁ ମୁଁ ତା ମା ପେଟରୁ ଚୋରି କରି ଆମ ଗାଁ ଗହଳିର ମତ୍ସର୍ଯ୍ୟ ପରିବେଶଟା ଅପେକ୍ଷା ଏ ସହରର ଚିକିଟିଆ ପରିବେଶ ଏତେ କଦର୍ଯ୍ୟ ଓ ଅପରିଷ୍କାର। ମୋ ପାଖରୁ ସେ ପିଲାଟା ମାଙ୍କ ପାଖରେ ଯିବାକୁ କେମିତି କାନ୍ଦି ଉଠୁଛି। ତା ଦାଦା ଉପରେ ମାଡ଼ ହେଇଛି ବୋଲି ସେ ଜାଣି ସାରିଲା ପରେ ସେ କେମିତି କଣ୍ଠ ଫୁଟି ଚିତ୍କାର କରୁଛି। ଯାହାପରେ ଆପଣ କହିପାରିବେ ବାବୁ ସେ ପିଲାଟାକୁ ମୁଁ ଚୋରି କରିଛି ବୋଲି। ନାଇଁ ନାଇଁ, 2-3 ଦିନର ପିଲାଟାକୁ କୋଳରେ ଧରି ଷ୍ଟେସନରୁ ଏପଟ ସେପଟ ହେଇ ବୁଲୁଛ। ପଚାରିଲେ କହୁଛ କଣ ସେ ତମ ପୁତୁରା। ଶୁଣିବେ ମା, ସେ ପିଲାଟାର ଜନ୍ମଜାତକର କାହାଣୀ ଶୁଣିବେ। ଶୁଣିଲେ ଆପଣଙ୍କର ମାତୃତ୍ୱର ହୃଦୟଟା ଫାଟି ପଡିବ। ଆପଣଙ୍କର ବାତ୍ସଲ୍ୟ ମମତା ଜାଗି ଉଠିବ। ଶୁଣନ୍ତୁ ବାବୁ, ଶୁଣନ୍ତୁ ସେ ପିଲାର ଜନ୍ମଜାତକର କାହାଣୀ। ଆମ ଘର ହଉଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମାଳିକ ଫାଟଣା ଗାଁ ପାଖ ସୁଜୁନପୁର ଗାଁ। ଆଉ ମୋ ନାଁ ହଉଛି ସୁରଜ ସାମନ୍ତରାୟ। ମୋ ଭାଇ ଯେତେବେଳେ ମରିଗଲେ ଏ ପିଲାଟା ମୋ ଭାଉଜଙ୍କ ଗର୍ଭରେ ସ୍ଥାନ ପାଇସାରିଥିଲା। ଲୋକ ଲଜ୍ଜା ସହିବେନି ବୋଲି ମୋ ଭାଉଜ ଏ ପିଲାଟାକୁ ଆବରେସନ କରିଦେବେ ବୋଲି ଚାହିଁଲେ। ହେଲେ ଏ ସାମନ୍ତରାୟ ବଂଶର ଉତ୍ତରାଧିକାରୀକୁ ବଞ୍ଚେଇବା ପାଇଁ ମୁଁ କିନ୍ତୁ ବାରମ୍ବାର ଭାଉଜଙ୍କ ପାଖରେ ଜିଦ୍ ଧରିଲି। ଶେଷରେ ମୋ ଜିଦ୍ ଆଗରେ ମୁଣ୍ଡ ନୁଆଇ ଭାଉଜ ସେ ପିଲାଟାକୁ ଜନ୍ମ ଦେବା ପାଇଁ ତାପରେ ଭାଉଜଙ୍କର ଡେଲିଭରି ସମୟରେ ମେଡିକାଲରେ ସେଇ ପିଲାଟାକୁ ଜନ୍ମ ଦେଇ ସବୁଦିନ ପାଇଁ ଆର ପାରିକୁ ଚାଲିଗଲେ। ସେତିକିରେ ଭଗବାନ ଶାନ୍ତି ହେଲେନି ଯେ ସେ ପିଲାଟାକୁ ଜାରଜ ବୋଲି କହି ତା ମାର ଶବକୁ ଆମ ଗାଁରେ ସଂସ୍କାର କରିବା ପାଇଁ ଆମ ଗାଁ ସାହାଯ୍ୟ ଦେଲେ। ଲୋକମାନଙ୍କୁ ମତେ ଗାଁରୁ ସବୁଦିନ ପାଇଁ ବିଦା କରିଦେଲେ। ତାପରେ ମୁଁ ଗାଁ ଛାଡି ସବୁଦିନ ପାଇଁ ସହରକୁ ଚାଲି ଆସିଲି। ସେଠି ସହରରେ ଏସବୁ ଯାହା ଘଟିଗଲା ସେସବୁ ମୋ ଭାଗ୍ୟରେ ବାବୁ, ମୋ ଭାଗ୍ୟରେ ଅଛି। ୟାପରେ ଆପଣ ଯଦି ଅବିଶ୍ୱାସ କରୁଛନ୍ତି ସେ ପିଲାଟା ମୋ ପୁତୁରା ନୁହେଁ ବୋଲି, ତାହେଲେ ଚାଲନ୍ତୁ ଆପଣ ଖୋର୍ଦ୍ଧା ମେଡିକାଲକୁ। ସବୁ ସତ ବିଚର ପ୍ରମାଣ ଆପଣ ମୁଁ ଆପଣଙ୍କୁ ଶପଥ କରି କହୁଛି, ଆପଣ ଯଦି ଈଶ୍ୱରକୁ ବିଶ୍ୱାସ କରନ୍ତି ତାହେଲେ ସେ ଗୀତା, ଭାଗବତ, ପୁରାଣ, ବାଇବେଲ ସବୁକୁ ମୁଁ ଶପଥ କରି କହୁଛି ବାବୁ, ସେ ପିଲାଟା ମୋ ପୁତୁରା। तम जीवन पृष्ठ को
କିନ୍ତୁ ଏଥିରେ ତମର କିଛି ଦୋଷ ନାହିଁ ରେ ସୁରଜ। ମୁଁ ଏବେ ଠିକ ବୁଝିପାରୁଛି ତମେ ମଣିଷ ନୁହ ସୁରଜ, ମଣିଷ ଠାରୁ ଆହୁରି ନାଇଁ ବାବୁ, ଆପଣ ମୋ ପାଇଁ ଜମା ଦୁଃଖ କରନ୍ତୁନି। ବିଶ୍ୱକୁକର ମୋ ଭାଗ୍ୟର ଖେଳ। କଥାରେ ଅଛି କପାଳ ଲିଖନ କରିବ ଆନ। ଆପଣ ଜମା ଦୁଃଖ କରନ୍ତୁନି, ଆପଣ ଜମା ଦୁଃଖ କରନ୍ତୁନି ବାବୁ। ମୋ ରାସ୍ତାରେ ମୁକ୍ତି ଦେବାକୁ ଦିଅନ୍ତୁ। हे सुरज, अरे तुम्हें जीव कुआड़े କୁଆଡ଼େ ଆଉ ଯିବି ବାବୁ? ଗାଁ ଛାଡ଼ି ଯେତେବେଳେ ମୁଁ ସହରକୁ ଆସିଛି, ଭାବିଛି ସହରରେ ରାଜରାସ୍ତା ପାଖରେ ଜରି କୁଡ଼ିଆ କରି ରହିବି, ଆଉ ମୋ ପୁତୁରାଟାକୁ ମୁଁ ସେଇଠି ମଣିଷ କରିବି। ମୁଁ କଣ କହୁଥିଲି କି ଆପଣଙ୍କର ତ ନିଜର ବୋଲି କେହି ନାହାନ୍ତି। ତା ପିଲାଟା ହଉଛି ମା ଚେଉଁରୀ। ଏ ପିଲାଟାକୁ ଏତେ କଅଁଳା ଶିଶୁ, ପୁଣି ଅନାଥ ପିଲାଟା, ତାକୁ ଆପଣ ପାଳି ପୋଷି ମଣିଷ କେମିତି କରିବେ? ମାନେଟା ମୁଁ କଣ କହୁଥିଲି କି ଆପଣ ଗୋଟେ କାମ କରନ୍ତୁ, ଏ ପିଲାଟାକୁ ମୋ କୋଳକୁ ଟେକି ଦିଅନ୍ତୁ। सुरज मने करंतु सुरज, ସିଏ ହଉଛି ସାମନ୍ତରାୟ ବଂଶର ଉତ୍ତରାଧିକାରୀ, ମୋ ଆଖିର ଜ୍ୟୋତି, ମୋ ହୃଦୟର କଲିଜା। ମୋ କଲିଜାକୁ ମୁଁ କାହାରିକୁ ଦେଇପାରିବିନି, ମୁଁ କାହାରିକୁ ଦେଇପାରିବିନି। କୋଳରେ ଧରି ସାରିବା ପରେ ଏ ପିଲାଟା ପ୍ରତି ମୋ ମାତୃହୃଦୟ ଜାଗ୍ରତ ହେଇ ଉଠିଛି। ତେଣୁ ମୁଁ ଆପଣଙ୍କ ହାତ ଧରି ଅନୁରୋଧ କରୁଛି, ଆପଣ ସେ ପିଲାଟାକୁ ମତେ ଦେଇ ଦିଅନ୍ତୁ। हाँ सूरज मना करंतुनी, से पिलाटाकू आम कोलकू देई दियंतु, आमे ताकू पाठ साठ पढ़ाई बड़ मनीष करिवु। डॉक्टर बहुत चेष्टा करबा मध्य ମୁଁ ଦୁଇଟି ଥର ପିଲା ହବାର ମା ହବାର ବଞ୍ଚିତ ହେଇ ସାରିଛି। ବାବୁ, हाँ सूरज ଆପଣଙ୍କର ତ କେହି କ'ଣ ପିଲାପିଲି ନାହାନ୍ତି? ना रे सूरज, ଆପଣଙ୍କ ପରିସ୍ଥିତି କ'ଣ ମୋ ଠାରୁ ଏତେ ଖରାପ? तम परिस्थिति ठारू आम परिस्थिति टिके बुझवाकू चेष्टा कर सूरज। ମୋ କଥା ଟିକେ ଶୁଣନ୍ତୁ। ମୁଁ ମଧ୍ୟ ଠିକ ସେ ଜାଣିନି କି କେହି ବି ଜାଣିନାହାନ୍ତି ମୋ ଜୀବନରେ କେବେ ମା ହେଇପାରିବି କି ସବୁଦିନ ଭଳି ଆଜି ମଧ୍ୟ। ତେଣୁ ମୁଁ କଣ କହୁଥିଲି କି ଆମେ ଦୁଇ ଜଣ 7 ବର୍ଷ ହେଲା ବିବାହ ବନ୍ଧନରେ ବାନ୍ଧି ହେଇ ସାରିଥିଲେ। କୋଉଥିରେ ବି ଆମର ଅଭାବ ନାହିଁ, କେବଳ ଦୁଃଖ ଆସିକି ଆମେ ଏବେ ବି ନିଃସନ୍ତାନ। गाड़ी घोड़ा बैंड बैलेंस एपरिक फैक्ट्री पर्यंत भगवान आमको कौन स्त्री उन्ना करनाती। ତେଣୁ ମୁଁ କଣ କହୁଥିଲି କି ଆପଣ ସେ ପିଲାଟାକୁ ମୋ କୋଳକୁ ଟେକି ମୁଁ ଦିଅନ୍ତୁ। ଏ ପିଲାଟାକୁ କାହାରିକୁ ଦେଇପାରିବିନି, କାହାରିକୁ ଦେଇପାରିବିନି। ମୁଁ ସିଏ ପରା ହଉଛି ସାମନ୍ତରାୟ ବଂଶର ଉତ୍ତରାଧିକାରୀ। नहीं सूरज ବାବୁ, अरे आम दुख टिके बुझवाकू चेष्टा कर। ସୁରଜ ବାବୁ, ଆପଣ ସେମିତି କୁହନ୍ତୁନି। ମୁଁ କଣ କହୁଥିଲି କି ଆପଣଙ୍କର ନିଜର ବୋଲି କୁଡ଼ିଆ ବି ଖଣ୍ଡେ ନାହିଁ, ଜରି କୁଡ଼ିଆ କରି କୋଉଠି ବି ଆପଣ ଆଶ୍ରୟ ବି ନେଇନାହାନ୍ତି। ଅନାଥ ପିଲାଟାକୁ ନେଇ ଆପଣ କୋଉଠି ଏମିତି ପାଳି ପୋଷି ଦେଇ ଦିଅନ୍ତୁ। ସୁରଜ ବାବୁ, ସେ ପିଲାଟାକୁ ଆମ କୋଳକୁ ଦେଇ ଦିଅନ୍ତୁ। हाँ सूरज ମୁଁ ଏ ପିଲାଟାକୁ କାହାରିକୁ ଦେଇପାରିବିନି। तुम पाखरे गोटे काउंटर भी संबल नहीं सूरज। आज यही प्रतियोगिता मूलक बजार रे से पिला मुहरे तमे कौन देई ताकू बचाइबो सूरज? कौन देई बचाइबो? ଆପଣ ସିନା ତାଙ୍କର ବାପର ପରିଚୟ ଦେଇପାରିବେ, କିନ୍ତୁ କେବେ ବି ଆପଣ ତାକୁ ମାର ପରିଚୟ ଦେଇପାରିବେନି। जवाब दो सूरज। ସାମାନ୍ୟ ଔଷଧ ଟୁକା ପାଇଁ ସେ ହତ ଅନାଥ ବେଳେ ସବୁଦିନ ପାଇଁ ଆଖି ବୁଜି ଯାଇବ। आज खाइबा को नपाई जदि से परिशेष रे मरी जाए। ଏମିତି ଠିଆ ହେଇ କଣ ଭାବୁଛନ୍ତି? ଆପଣ କଣ ଭାବୁଛନ୍ତି ଏମିତି ଠିଆ ହେଲେ ସମାଜକୁ ଆପଣ ଜବାବ ଦେଇପାରିବେ? ଜବାବ ଦିଅନ୍ତୁ ସୁରେଶ ବାବୁ, ଜବାବ ଦିଅନ୍ତୁ।
କହିଛନ୍ତି ବାବୁ ଏ ମୋର ଗୋଟେ ନରଣ ସଂସାରରେ ମୋ ଗୋଟେ ଅର୍ଥହୀନ ମଣିଷ ଛଡ଼ା ମୋ ପାଖରେ ବି ସମ୍ବଳର ଅଭାବ କେମିତି ବା ପାଳି ଖୁସି ମଣିଷ କରିବି ମୋ ପୁତୁରାଟାକୁ ମାତୃତ୍ୱ ସ୍ନେହ ଅଭାବରୁ ଯଦି ମୋ ପୁତୁରାର କିଛି ହେଇଯାଏ ସହିପାରିବିନି ମୋ ବାବୁ ସହିପାରିବିନି ନେଇଯାଆନ୍ତୁ ମା ନେଇଯାଆନ୍ତୁ ପିଲାଟାକୁ ଆଜିଠାରୁ ଆପଣ ହେଉଛନ୍ତି ଆର ବାପା ଆଉ ମା ଭାଗ୍ୟ ବଳେ ଘୋଡ଼ା ଘାସ କାଟେ ରାଜା ଦଳ ଭାଗ୍ୟ ବସେ ଶ୍ମଶାନେ ଚଣ୍ଡାଳ ମୋ ପରିସ୍ଥିତିରେ ଆଜି ମତେ ଏମିତି ଓଲଟ ପାଲଟ କରିଦେଲା ଯେ ମୋ ପୁତୁରାକୁ ମୋ ପାଖରେ ରଖିପାରିବି ନେଇଯାଆନ୍ତୁ ମା ନେଇଯାଆନ୍ତୁ ଆକୁ କାନ୍ଦୁଛୁ କାହିଁକି କାହିଁକି କାନ୍ଦୁଛୁ ତୁ ତୁ ପରା ତ ମା କୋଳକୁ ଯାଉଛୁ ମା କୋଳକୁ ଯିବା ବେଳେ କେହି କଣ କାନ୍ଦେ
दीदी
दीदी दीदी दीदी दीदी तू व्यस्त हो ना दीदी ଆମ ବାପା ବୋଉ ମୋ ସୁନା ଖାଇଲା ମୁଁ ତତେ ନେଇ ଆମ ବାପା ମାଙ୍କ ପାଖରେ ପହଞ୍ଚେଇ ଦେବି କାନ୍ଦୁଛୁ ସେଠି କଣ ହେଇଛି ତମର? ଭଦ୍ର ହସୁ ମା ତୋ ନାଁ କଣ? କିଏ? ମୋ ଭାଇ ମାଦନ କଣ ହେଇଛି? ତମ ବାପା ମା କାହାନ୍ତି? ମୋ ବାପା ମା ଜାଣି ନାହିଁ ତମ ମାନଙ୍କର କେହି ନାହାନ୍ତି? ତମେ ଆଜିଠାରୁ ମୋର ପୁଅ ଝିଅ ହେଇ ରହିବ। अरे कोड़े गलो घर भीतर कौन मो ढाक शुभु नहीं अरे
जल्दी मो गाड़ी चाबी गाड़ी धरी आस एलिसा एलिसा हेइबा सप्ताहे काहे के एमिति तंती बाटे चित्कार करछ कहलो तम कहइबा मात्र के गाड़ी चाबी आसी तो पाखरे पहुंच जाउची कोन देरी हेला जे एमिति पार्टी करछ अच्छा बाबू कहइला देखी एमिति तो सजा पोशाक हैछ कुआरे जीव मुड़ी के जानी पारे की कुआरे आउ जीबी कुआरे तम घोड़ा मधुआ पुओ अच्छा आ प्रेमी युगल झियो एई दी जना जो नाटक करिसंती हां कॉलेज रु प्रिंसिपल डाकिचंती तांको विषय रे सर्टिफिकेट दबा पाई हैकी मोर रोजिया मो राकेश दी जण जहा करूछथि बहुत सब देखाउछ आ तम पर आउटा जा करछि तम का किछि देखाउ एलिसा थोड़े मो बड़ पुओ राहुल कथा कहूछ हां तार के से छत्तर के कथा कहउछ अरे मो बड़ पुओ गुटाए सोना मुंडा आउ तम राकेश रुचि दीटा जाक दरपुड़ा अंगार हेइबा हैकी सिया के जण जहा करूछथि तमु खाली जळ जळ हे देखाउछ ए सुना आ तम पर जहा करूछ ना आखिर रा कोठी लागला खाना अरे मो राहुल टा आकाश रे जन्म हेले कमरुजी आउ राकेश दुई दुईटा जुड़ी जुड़िया किच्चा तमर ता किछि कथा नै बुझिला जोंके जिया जहा करले तमने केवल मोरी पुआ जम कत तमा आखिटा रहि जाउछि नहीं मोरा होल प्रिया सुनामुंडा पोटकू मुके बे पुछे माने तू तो भी रास्ता रे बोलबो झियो माने को कमेंट करबो ओए जे ताकन के बात से मु पता कि ताकन के मारू छु गाई पचार बहु ए याको भलो भाबरे पचार ये कौन करछि बहु आर एते सास मधु पी कॉलेज रे गंडगोल करूचे आ आंको दल हारी गला बोली रघु मौसम को पुआ विकास को बाड़े बाड़े रक्ताक्त कर देछि आउ हमर सिक्क हिरु कुटिया झियो को प्रेम निवेदन करूछ आउ से झियोटा मना कर दबा ता स्कूटीटा को बाड़े भांगी देछि बुझिल तो तम कीर्तिवंत पुअर कार्यकलाप गुड़ाक गुटी गुटी करी बुझिल तो अरे पुछछि सेंटी मुंडरे मुंडई था है की हेइबा मो तमको बा कोन आ कोइ मो किछि बुझी पर ए वर्ष ने मो छोटा किछि गुटा भूल करि दैछि ए वर्ष ने करबो ना कोन बुढ़ा ने करबो माने बुढ़ा ने करबो तमे भाबुछ बुझा मम्मी तोता उड़िके भलो भाबरे बुझाई दे से तो कि सब खबर मते ताकीद करूछ ओ राकेश एते गुडी घटना घटी चला परे तू कहूछु एते राकेश रे किछि दोष नाही नाइ तमा सुनि नै तू जमेते मो पर को हाथ उठाउछु तते मो लास्ट वार्निंग दउछि आ जदी मो पर को हाथ उठाउ ताले मो भूली जीवी तू मो बड़ भाई बोली अरे राकेश मु तो बड़ भाई अरे बड़ भाई को एमिति कोन कथा कहा जाए आपन कोन आ कोन कोन काई के बहु बहु तू कहार के किछि भी कहि पाबी राहुल अरे एमानक सहित तू कहीं जुक्ति तर्क करुची जा बाबा तू घर भीतर को जा जी बाबा काहे मते एमिति सब कथा रे जबत करूछंती ए बहु तू कह द बहु मु तो पाखरे की पाप करिछि ए पावर बैंक आलोड़ा बड़ पुआ हिसाब रे बैटरी लू
ମୁଁ ଯଦି କିଛି ଭୁଲ କରିଛି ତୁ ମତେ କହ। ମୁଁ କଣ ଏ ଘରେ କାହାକୁ କିଛି ଏଇଟା କହିବାର ଦେଖା ଅଧିକାର ଦର୍ଶନ। ନାହିଁ? କାହାରିକି କିଛି କହିବାର ଅଧିକାର ତୋର ନାହିଁ। କାହିଁକି ବୋଉ? କାହିଁକି ନା ତୁ ହଉଛୁ ଏଲିସା କିସ କରୁଛୁ ଶୋଇଲେ? ମୁଁ ତତେ ବାର ବାର କହୁଛି ଏମାନଙ୍କ ସହିତ ତୁ ଯୁକ୍ତି ତର୍କ କରନା କହୁଛି। ଏଇ 20 ବର୍ଷ ତଳର ଭବିଷ୍ୟତ କଥାଟା ଏବେ ବି ପଦାକୁ ବାହାରି ଯିବାକୁ ବସିଲାନି। ରୋଜି କିଏ ତୁ ମଦ ପିଇଛୁ? ମୁଁ ମଦ ପିଇଲି କି ଆଉ କଣ କଲି ସେଥିରେ ତୁ କହିବାକୁ କିଏ ରା ତୋ ବଡ ଭାଇ। ଆରେ ମୁଁ କହିବିନି ଆଉ କିଏ କହିବ? ତୁ ମୋ ବଡ ଭାଇ ତୁ ଯଦି ମୋ ବଡ ଭାଇ ହେଇଥାନ୍ତୁ ମତେ କେବେ ଏମିତି ସମସ୍ତ ଶାସନ କରିନଥାନ୍ତୁ। ସେଦିନ ମୋ ବଡ ଭାଇ ସହିତ କଥା ହେଲା ବେଳେ ସେ ପାର୍କରେ ତୁମ ଗାଁରେ ଗୋଟେ ଦେଖିଲ ମମି ଆ ସାହସଟା କେମିତି ଦିନକୁ ଦିନ ବଢି ଚାଲିଛି। ଆରେ କଣ ହେଇଛି ଏମିତି ମାରାମାରି ଯୋଉ ଶାସନ କରୁଛୁ ସେ ଅଧିକାର କୋଉଠୁ ପାଉଛୁ? ଭଲ ଭାବରେ ତ ବୁଝା ମମି କଣ ସାନ ଭାଇ ଭଉଣୀ ଦି ଜଣଙ୍କୁ ଶାସନ କରିବା କଣ ବଡ ଭାଇର କର୍ତ୍ତବ୍ୟ ନୁହଁ? ସାନ ଭାଇ ଭଉଣୀକୁ ଶାସନ କରିବାର ବଡ ଭାଇର କର୍ତ୍ତବ୍ୟ, କିନ୍ତୁ ମୋ ରାଜଶ୍ରୀକୁ ଶାସନ କରିବାର ଅଧିକାର ତୋର ନାହିଁ। କାହିଁକି ବୋଉ? କାହିଁକି ନା ତୁ ହଉଛୁ ଏ ବଳିଆର ସିଂ ପରିବାରର ବଡ ପୁଅ ନୁହଁ। ତୁ ହଉଛୁ ଗୋଟେ নহলে মা পুঙ্কর পবিত্র সম্পর্করে কলঙ্ক লাগিব। তু যদি এ মিছ কথা নকহ প্রভু রামচন্দ্রଙ୍କ সহিত মাতা কৌশল্যাঙ্কর সম্পর্কটা মিছ হয়েଯିବ। কৃষ্ণକୁ মা ଯଶୋଦା ଘୃଣା ଚକ୍ଷୁରେ ଦେଖିଲେ ତୁ ଏକ ଘରକୁ ଫେରେଇ ନେଲ ବହୁତ। भाई फोन में ना कथे बाबू आई जल्दी 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 से साहित्यिक भाषा नीलबन श्लोका होई सिंह साजिछ ना चार्जर आनिबु कोन कोन हमरे बहुत आगु संदेह होतो। अच्छा मम्मी मु कहलु ये कथाटा काई के आगु हमकु रुचै रखि दिलु। এই কথাটা কোন কথা কইলি কি? এ ভাই তুই বড় কথা জানিছু মু না পুরা পুরি অননিশ্বাস হয়ে যাইতি। কি কথা কইছি? কাই জানিছু আরে দেখো আরে এইটা গোটে এমএতে গোটে এডিট যে মু পুরা পুরি ভুলি যাইতি। সবু বেলা খালি মতে শাসন করতে শাসন শাসন করিবা অধিকার মু ছড়াই নাই। কাই জানিছু ভাই এডা তো গোটে মনিষ নু এডা যেমন গোটে গোটে তুচ্ছা চাকর সেটিকে নব এইটা পুরা গোটে বার্তা तू मो भौणी के मारिबा को साहस कल केमिति बे आराम चला।
ବିଚିତ୍ର ଏ ସଂସାର ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ এই পৃথিবীর মনুষ্য সমাজ সেপরে অযোধ্যার রাজকুমার ভরত নিজ বড় ভাই রামচন্দ্রঙ্কর কোঠৌ নেই সিংহাসନରେ ରଖି ପୂଜା ରାଜକାର୍ଯ୍ୟ କରୁଥିବା ବେଳେ ଗୋଟିଏ ଭାଇ କହୁଛି ଭାଇକୁ ଯାର ସେମାନେ ରତ୍ନ ସିଂହାସନରେ ପ୍ରଭୁ ଜଗନ୍ନାଥ ନିଜ ଭଉଣୀକୁ ପାଖରେ ବସେଇ ପୂଜା ପାଉଥିଲା ବେଳେ ଏପଟେ ସାନ ଭଉଣୀ କହୁଛି ତା ବଡ ଭାଇକୁ এই পৃথিবীরে জଣେ ମଣିଷ ଘୁରି ବୁଲୁଛି ସମୟ ଆସିବ ତୁ ତା ଠିକ ପରିଚୟ ପାଇପାରିବୁ ଠିକ ପରିଚୟ ତମେ ବାପ ପୁଅ କାହାର ପରିଚୟ ପାଉଛ ପାଅ କିଏ ଘର ଛାଡି ଯାଉଛ ଯାଅ ଆଉ ତୋତେ ବି କହି ଯାଉଛି ଛକ ରଖିଆ ଯଦି ତୋରେ ଘର ଛାଡି ଯିବା ପାଇଁ ଏତେ ଇଚ୍ଛା ତାହେଲେ ତୁ ଯାଇପାରୁ ତତେ ଘରେ ରହିପାରୁ ସେଠି ଆମର ଟିକିଏ ହେଲେ ବି ଅବଜେକ୍ସନ ନାହିଁ କିନ୍ତୁ ତୁ ଏ ଘରେ ରହିବୁ ବଡ ପୁଅର ଅଧିକାର ନେଇ ନୁହଁ ଯଦି ଏ ଘରେ ରହିବାକୁ ଚାହୁଁଛୁ ତାହେଲେ ଏ ଘରର ଚକ୍କର ଆଜି ଯଦି ଠାରୁ ଏ ଘରେ ରହିବୁ ଚାକର ହେଇ ରହିବୁ ଆଉ ତ ପ୍ରତ୍ୟେକ ଦିନ କାମ ହେଲା ମର୍ଣ୍ଣିଂରେ ମତେ ନେଇ ଚାହା ଦବୁ ଆଉ ପ୍ରତ୍ୟେକ ଦିନ ସକାଳେ ମତେ ପ୍ଲେଟ୍ ଶୁଣ ମୋ ଡ୍ରେସ୍ ପ୍ରତ୍ୟେକ ଦିନ ସାଇଜ କରି ୱାଶ କରିଦେବୁ ଆଉ ବୋଟ ପାଲିଶ କରିବୁ ମୋ ଡ୍ରେସ୍ ବି ଭଲ ଭାବରେ ଆଇରନ୍ କରିଦେବୁ ମନେ ରହିଲା ପ୍ରତ୍ୟେକ ଦିନ ସବୁ କାମ ଗୋଟେ ଗୋଟେ କରି କରିବୁ ମୋ ଗାଡିକୁ ଭଲ ଭାବରେ ୱାଶ କରିବୁ ଆଉ ମୋର ବି ଗୋଟେ ପୋଲିସ କରି ପୋଲିସ ତାପରେ କାଲି ଠାରୁ ଏ ଘରକୁ ଆଉ ଚାକର ଆସିବେନି ରେ ରାଉତ ବାପା ମୁଁ ତୁମରି ମୁହଁରୁ ଶୁଣିବାକୁ ଚାହୁଁଛି ମୋ ଏ ସମାଜରେ ମୋ ଦାଦା ଭାଇ ବନ୍ଧୁ ଅଛନ୍ତି କି ନାହିଁ ମୋ ମା ଅଛି କି ନାହିଁ ମୁଁ ଗୋଟିଏ ଜାରଜ ବୋଲି ତମ ମୁହଁରୁ ଶୁଣିବା ପାଇଁ ଚାହେଁ ଓ ବାପା ମତେ କୁହ ଶୁଣିବୁ କୁହ ବାପା ମୁଁ ଶୁଣିବା ପାଇଁ ଚାହୁଁଛି ଜନ୍ମ ଜାତକ ଇତିହାସ ଶୁଣିବୁ ତେବେ ଶୁଣ ଦୀର୍ଘ 20 ବର୍ଷ ତଳର କଥା ତୁ ଯେତେବେଳେ ଖୋର୍ଦ୍ଧା ମେଡିକାଲରେ ଜନ୍ମ ହେଲୁ ଯେତେବେଳେ ତୁ ତ ମା ପେଟର 2 ମାସର ଭ୍ରୂଣ ହୋଇଥିଲୁ
ঠিক পরে পরে তো বাপাটা হার্ট করে মরি ତାପରେ କଣ ହେଲା ବାପା? তো ମାଟା ଜିଦ୍ ଧରି ବସିଲା ତତେ ଆଉ ଜନ୍ମ ନ ଦେବା ପାଇଁ ରେ କାହିଁକି ନା ଜଣେ ବିଧବା ମା ଗର୍ଭରୁ ଯଦି ସନ୍ତାନଟିଏ ଜାତ ହୁଏ ଗାଁ ସାଇ ପଡ଼ିଶା ତାକୁ ଚାରଜ କହିବେ କିନ୍ତୁ तो दादाटा जिद धरी बसिला तते जन्म दबा पाई कहा भी ठीक से हला तो मां तते जन्म देला सत किंतु आउ गोटे विपद माड़ी आसिला रे तो मां तते जन्म देला परे से मेडिकल बेड रे ଶୁଣିବୁ ତମପରେ ତ ଦାଦା ତତେ ଆଉ ତ ମାର ଶବକୁ ନେଇ ଗାଁକୁ ଗଲେ ତତେ ଜାଣୁଛି ଶୁଣିଲା ପରେ ଏମାନେ ତତେ ଗାଁରୁ ଧରି ଆଉ ତାପରେ ତ ଦାଦା ତମାର ଶବ ତତେ ଧରି ରାସ୍ତାକୁ ଫେରି ଆସିଲାରେ ରାସ୍ତା କଡ଼ରେ ଏକା ଏକା ତମାର ଶବ ସତ୍କାର ମୋ ଦାଦା ବଞ୍ଚିଛନ୍ତି? ତାଙ୍କ ନାଁ କଣ କୁହନ୍ତୁ ବାପା? ଆପଣ କଣ ଜାଣିଛନ୍ତି ମୋତେ କୁହନ୍ତୁ? ରାହୁଲ ତୋର ପରିଚୟ ଅଛି ରେ ଆଉ ତମ ଘରର ଠିକଣା ବି ଅଛି ବାପା ମୋ ଘର କୋଉଠି କୁହନ୍ତୁ? ତୁମ ଘର ହଉଛି ଖୋର୍ଦ୍ଧା ଜିଲ୍ଲା ସୁଜନପୁର ଗାଁର ରାଣୀପଟଣା ଆଉ ତୋ ଦାଦାଙ୍କ ନାଁ ହେଉଛି ସୁରାଜ ସାମନ୍ତରାୟ ବାହାରେ ଦୁନିଆ ଏଇଟା ହଉଛି ଗୋଟେ ବେଇମାନ ସଂସାର ମିଛ ସଂସାର ହଉଛି ଗୋଟେ ମିଛ ସଂସାର କିଏ ତମେ? ଭାରତର ପ୍ରଧାନମନ୍ତ୍ରୀକୁ ଗୁଳି କରି ହତ୍ୟା ଧମକ ଦଉଥିବା ସନ୍ତ୍ରାସବାଦୀ ଓଡ଼ିଶାର ବିଧାନସଭାକୁ ବୋମିଂ କରି ଉଡ଼ିଦେବା ପାଇଁ ସ୍ୱପ୍ନ ଦେଖୁଥିବା ମାଓବାଦୀ କିନ୍ତୁ ଏଠି ସବୁ ଏସବୁ କଥା କହିବାର କାରଣ କଣ? ସେ ପ୍ରଶ୍ନ ଉତ୍ତର ଦେବାକୁ ନେଇ ଏଲିସା ମ୍ୟାଡାମକୁ ଘରୁ ଡାକିଦେ
ଆଗ ପାଖରେ ମୋର ଜରୁରୀ କାମ ଅଛି। ଠିକ ଅଛି ମୁଁ ଡାକି ଦଉଛି। ଠିକ ଅଛି ହ୍ୟାଲୋ ଭଗବାନ ବ୍ରହ୍ମା କହୁଛନ୍ତି? ହଁ ମୁଁ ମତ୍ତପୁରରୁ ନିଆଖୁଣ୍ଟା କହୁଛି। ଆରେ କାଳେ ସ୍ୱର୍ଗପୁରରେ ତମେ କଣ କରୁଛ? ଏଣେ ମତ୍ତପୁରରେ ସବୁ ଉଲଟ ପାଲଟ ହେଇଗଲାଣି। ହ୍ୟାଲୋ କଣ କହିଲ? ଆରେ ତମେ ହେଉଛ ପରା ଏ ଭୁବନର ସୃଷ୍ଟିକର୍ତ୍ତା। ତମେ ଏ ଜୀବ ଜଗତ ସୃଷ୍ଟି କରିଛ। ହେଲେ ମୁଁ କଣ କରିବି? ଆରେ ତମେ ଶୀଘ୍ର ସ୍ୱର୍ଗପୁରରୁ ମତ୍ତପୁରକୁ ଆସ। ଆରେ ଏଠି ସବୁ ଓଲଟ ପାଲଟ ହେଇଗଲାଣି। କେହି କାହାକୁ ଆଉ ମାନୁନାହାନ୍ତି। ଶୀଘ୍ର ଆସ ଶୀଘ୍ର। ହ୍ୟାଲୋ ଏ ଭଗବାନ ବ୍ରହ୍ମା ବୋଧେ ଶୋଇ ପଡ଼ିଲେ ନା କଣ? ହ୍ୟାଲୋ ଆଗରୁ ଫୋନ ନ କରି ହଠାତ୍ ତମ ପାଖରେ ପହଞ୍ଚି ଗଲି ବୋଲି ତମେ ଭୟ କରୁଛ ବୋଧେ। କଣ କହିବି କହିଲ? ସବୁବେଳେ ମୁଁ ଫୋନରେ ବିଜି ରହୁଛି। ଏଇ ଭଗବାନ ପାଖକୁ ଫୋନ କରୁ କରୁ ହଠାତ୍ ବାଲାନ୍ସଟା ସରିଗଲା। କଣ କରିବି କହିଲ? ତଥାପି ମୋ ପାଖରେ ରିଲାଏନ୍ସ ସିମର 500 ଟଙ୍କା ଲୋଡ ହେଇକି ଅଛି। ହେଲେ କଣ ହବ? ସ୍ୱର୍ଗପୁରରେ ଏୟାରଟେଲ ବ୍ୟତୀତ ରିଲାଏନ୍ସର ଟାୱାର ନାହିଁ। ହେଲେ ମୁଁ କଣ କରିବି? ଫୋନ କଲା ବେଳକୁ ନେଟୱାର୍କ ଫେଲ୍। ତମେ ଏଠି ପୁଣି କାହିଁକି ଆସିଛ? ଯେତେ ଶୀଘ୍ର ପାରୁଛ ଜାଗା ଛାଡି ଚୁପଚାପ ଚାଲି ଯାଅ। ତା ନହେଲେ ଘରେ ସମସ୍ତେ ଅଛନ୍ତି ତମକୁ ଦେଖିନେବେ। ଗୌରୀ ଯଦି କେଦାରକୁ ପଚାରେ, ଏ କେଦାର ତମେ ଏଠାକୁ କାହିଁକି ଆସିଲ? ଲେଲା ଯଦି ମଜନୁକୁ ପଚାରେ, ତମେ କାହିଁକି ଏଠାକୁ ଆସିଲ? ସେ କି ଉତ୍ତର ଦେବ? ରାଧା ଯଦି କୃଷ୍ଣକୁ ପଚାରେ, ଏ ଯମୁନା କୂଳକୁ କାହିଁକି ଆସିଲ? ସେ ତାକୁ କି ଉତ୍ତର ଦେବ? ଯେତେ ଶୀଘ୍ର ପାରୁଛ ଚୁପଚାପ ଠାରୁ ଚାଲି ଯାଅ। ତା ନହେଲେ ସମସ୍ତେ ଦେଖିନେବେ ତମକୁ। ଦିଅ ମୋ ମାଲଟା ଦିଅ। କିଛି ଦିନ ତଳେ ମୁଁ ତୁମକୁ 10,000 ଟଙ୍କା ଦେଇଥିଲି। ପୁଣି ଏବେ କୋଉଠୁ ଟଙ୍କା ଆଣିଦେବି? ଆରେ ସେ ଟଙ୍କା କଣ ଅଛି? ସେ ଟଙ୍କା ଯଦି ଥାନ୍ତା ମୁଁ କାହିଁକି ତମ ପାଖକୁ ଆସିଥାନ୍ତି? ମୁଁ ଆଜି ତମକୁ ଗୋଟେ ଟଙ୍କା ବି ଦେଇପାରିବିନି। ଜମା ଗରମ ଦେଖାଲେ ସବୁ ପାଳି ଭଳି ଯଦି ଏ ପାଳିରେ ଟଙ୍କା ନ ଦେଉ ତାହେଲେ ତୋ ସ୍ୱାମୀକୁ ঠিক আছে তুমি একটু অপেক্ষা করো ମୁଁ ତମ ପାଇଁ ଟଙ୍କା ନେଇ ହ୍ୟାଲୋ ହ୍ୟାଲୋ ବିଷ୍ଣୁ ହଁ ମୁଁ ମତ୍ତପୁରରୁ ନିଆକୁଣ୍ଟା କହୁଛି। ଆରେ କଣ ହେଲା? ଆରେ ତମ କଥାକୁ ସ୍ୱର୍ଗପୁରରେ କେହି ମାନୁନାହାନ୍ତି। ଏଠି କିଏ କାହାର ସ୍ୱାର୍ଥ ପାଇଁ ନିଜକୁ ବ୍ଲାକମେଲିଂ କରୁଛି ତ କିଏ କାହାକୁ କିଡନାପ କରୁଛି।
शीघ्र शीघ्र मत्स्यपुरକୁ ଆସନ୍ତୁ। ହଁ ହ୍ୟାଲୋ ଏ ଟଙ୍କା ନିଅ। ଶୁଣ, ଏ 10,000 ଟଙ୍କା ଧର। ଯେତେ ଶୀଘ୍ର ପାରୁଛ ତମେ ଏ କାଗଜ ଛାଡ଼ିଥାଅ ତମେ ଏଠୁ। ଜୀବିତ ନିଶ୍ଚୟ ଲିସା ମ୍ୟାଡାମ, ହେଲେ ଯିବା ପୂର୍ବରୁ ଆର କଥାଟା ଦାନ ସହିତ ଦକ୍ଷିଣା। ଦେଖ, ଯେତେବେଳେ କଣ ଥିଲା କିନ୍ତୁ ମୁଁ ଏବେ ବିବାହ କରି ସ୍ୱାମୀ ସଂସାର ନେଇ ଘର କରିଛି, ପିଲାମାନଙ୍କର ମା ମଧ୍ୟ ହେଇସାରିଛି। ଆଉ ମୁଁ ଦାଣ୍ଡରେ ବସି ଖଞ୍ଜିଲି ବଜେଇବି। ମୋ କଥାରେ ଯଦି ରାଜି ନ ହବ ତାହେଲେ ମୁଁ ତ ମୋ ସ୍ୱାମୀକୁ ଏ ପତ୍ର ଦେଇଦେବି। ଠିକ ଅଛି, ତମେ ମୋ କଣ୍ଡିସନ ଅନୁସାରେ ତମେ ମତେ ଟଙ୍କା ଦବ, ମୁଁ ତୁମକୁ ଗୋଟେ କିସ୍ ଠିକ ଅଛି, ତମେ ଏଠିକି ଆସ। ইন্সপেক্টর কোটি ଥିଲା ଆମ ଟ୍ରକଟାକୁ ସିଜ୍ କରିନେଲା। ସଦର ଇନ୍ସପେକ୍ଟର ମୋ ଟ୍ରକଟାକୁ ସିଜ୍ କରି ମୋ ବଙ୍ଗଳା ଭିତରକୁ ଆସିଥିବାରୁ ବହୁତ ଦୁଃଖ ଲାଗେ। ମୁଁ ଜାଣିପାରେ କି ମୋ ଟ୍ରକଟାକୁ କଣ ପାଇଁ ସିଜ୍ କଲ? बिना लाइसेंस रे आपण बारूद खणेरु बारूद लोड बार करी सप्लाई करछ। आरा हे सेटा आप जानि रखिबा उचित। रंजित रण बिजुली संगरे कथा हो। रंजित रण बिजुली मोर हायर अथॉरिटी रे जे ओए कोर्टिका को खोली तागरे मुंडोटा को तळे को आइबे। दोस्त खाली ऑर्डर दियंतु ये सोला को एमिति काटिन दे पूरा चटनी बने देबी चटनी। महाराज रोहित हे इंस्पेक्टर ऊपर को हथियार उठेबा पाए हे रंजित रण बिजुली तते हेगाय निर्देश दे। अच्छा इंस्पेक्टर केते टंका लेले आपण ए केस को एक्सक्लोज करी है। आपण लांच दउछथि। यस लांच दउछे। लांच नै इंस्पेक्टर प्रकाश राउत रो मोहटा को बंद कर परबे रंजित। इंस्पेक्टर तत ओपार ऑफिसर आईडी दीदी एमान में कथा ऊपर बस शॉट होते कान धरि के आ तो थाना गुडे सामान्य इंस्पेक्टर ओई पारे रंजित बाबू आपण मो थाना रो पदस्थ ऑफिसर रहंती जे मो आपण को डरिबी किंतु आपण जने अभद्र मनीष अपेक्षा करंतु मो आपणकर से भद्र मुखटा को
खूब शीघ्र मु आपण को बाहर कर दउछी पारिबेनी इन्स्पेक्टर आपण हारी जिवे काईगिला ए लाचकुर दुनिया रे आईजी डीजी का भली पुलिस ऑफिसर का आगे आपण मुंडो नुआइबा पई बाध्य हेबे। अरे विश्वजीत अरे तू हाँ प्रकाश अच्छा मु होउची एई भली गुटे असामाजिक मनीषर सान भाई आ एटा होउची हम बंगला आ मते एठी देखि सारला परे तो पुलिस आखिरे मते निश्चय संदेह करी सारी बुडी ना नाही। ना 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 ना, विश्वजीत अरे तू पुरा मोर पिला दिनर सांग अरे तोरी बड़दान रे मु आज पुलिस ऑफिसर होई पारिसी आ शेषरे तू भेबा भाबी पारछु मु तते संदेह करूची नहीं प्रकाश मु तो तोपाई सेमिति बेसी किछि करिनी अरे बंधु हिसाब रे गुटे बंधुर जेतिकी कर्तव्य मु सेतिकी करिछि बस। अच्छा विश्वजीत प्रकाश कोबे आसुची ठीक अछि प्रकाश सैन्य घर को आसे कहीं कौन एमिति खाली खाली फैली जाए अंदर पकड़ के चाहे कि कभी ऑफेंस रंजीत बाबू विश्वजीत रो सांग हिसाब रे मो एतिकी सजेशन देई पारे एबे भी समय अछि आपनकर नाटा जेमि पुलिस फाइल भितरको बसी न आसु आसुची तो भूल करिनी भाई दस्यु रत्नाकर जदि वाल्मीकि हेई पारिले सापर विषरु जदि इंजेक्शन तैयारी हेई पारु ताले ए घरर कला टंकारे मु गुटे गरीब पिलार को पुलिस ऑफिसर करिछि क्षति का जारी रखिबा उचित मु तो बड़ो भाई कौन कहल बड़ भाई नानी कौन कहल बड़ भाई भाई सेठी पाई तो आपनकर सब कीर्ति को मु आज पर्यंत मुंड पाती सही आसुची भाई बापा बो एक्सीडेंट रे चली गला कौन करिছো मो भाई कौन करिছো बापार श्रेय देइছো नमार ममता देइছো कारण मो पिठी रे चक्का देई मते बारंबार शासन करिছো शासन तथापि बड़ भाई हिसाब रे मु आपण के असमान करिनी भाई टंकार गला पहाड़ ऊपर छिड़ा बाबा पाई तबे तम हाथ रे भुजाली धरिଛ निज मनर पूर्ति पूर्ण करबा पाई ए निरीय झियो गुडा को ए होटल भीतर को उठाई ताकू कलंकिनी सजाई देइछ कलंकिनी अरे मु जा करिछे सब तो पाए हाओ ओ भाई तमर से कला टंका मोर टंका टे आवश्यक नहीं कारण मो बापा निस्वर्गत निर्मल रण बिजुली मो पाई बेस किछ रखी दे जाइछन तमर से दान मो पाई आवश्यक नहीं मन रखो एई कथाटा को भल्लो भाबरे मने रखो आसुची ओहो आज हम क्लब रे गोटे फंक्शन अछि हो तुम आसबार विलंब हो पारे आसुची छाती को पखार कर दे छड़े मेरे मारी लगे हाय डार्लिंग
ଶୁଣିଲା ବେଳେ ତମ କଥାଟା ମୋର ଏତେ ମନେ ପଡ଼ିଲା ଯେ ସାରା ରାତି ଅନିଦ୍ରା। ତମେ ଟିକେ ଗୋଟେ କଥା କୁହ, ତମେ କିନା ଆମ ଘରେ ଯାଉଛ? ଆରେ ବାବା ଯିବି ତ ନିଶ୍ଚୟ। ଆଚ୍ଛା ରୁଚି, ତମେ ତ ଏ ନୁଦି ଛବିକି ମୋ ପାଖକୁ ଆସୁଛ, ତମ ଘରେ କେହି ତମକୁ ସନ୍ଦେହ କରୁନାହାନ୍ତି ତ? ତମ ବିଷୟରେ ମୋ ମମିକୁ ମୁଁ ସବୁ ବୁଝେଇ ଦେଇଛି। ହଁ, ମୁଁ ତ ଶୁଣୁଥିଲି ମୋ ରାକେଶ ଭାଇ ସହିତ ତମେ ମିଶି ଗୋଟେ ବିଜନେସ୍ ଷ୍ଟାର୍ଟ କରିବ। ଆରେ ବାବା ରାକେଶ ସହିତ ମୋର ଗତକାଲି ଭେଟ ହେଇଥିଲା। ଆମେ 2 ଜଣ ମିଶେ ଗୋଟେ ନୂଆ ବିଜନେସ୍ କରିବା ପାଇଁ ଡିସାଇଡ୍ କରିସାରିଛୁ। ମୋ ଭାଇ ସହିତ ତମେ ବିଜନେସ୍ କରିବ ଆଉ ମୁଁ ତମକୁ ମଝିରେ ମଝିରେ ଚିଟ୍ କରିଯିବି। ଆରେ ବାବା ତମେ ଗୋଟେ କାମ କର, ଏଇ ଯୋଉ ଆସିଛ ଏଇଟା ଆମ ପାଇଁ ସୁବର୍ଣ୍ଣ ସୁଯୋଗ। ଏଇ ସମୟରେ ବିଶ୍ୱଜିତ୍ ବି ଘରେ ନାହିଁ।